এই 7 দিন ভিতরে সুকমুনি কহিলে শুণ পরীক্ষা হদর নাথ কৃষ্ণ চরিত গোবিন্দ বিচারন্তি মনে পাল্লা বালা লেখি না অতি বড়ি জগন্নাথ দাস ভাগবতর লেখিলে কলে 16 সহস্র প্রজনারী মধ্যে পড়িলে তপ করি তপস্যা করি 16,000 গোপী কৃষ্ণଙ୍କୁ স্বামী রূপে পাইছেন কৃষ্ণଙ୍କୁ স্বামী রূপে পাইছেন কোদিন পাইলে পুଅ পাইবাটা কোন সত্য ভাগবত কইলে সত্য কইলে কোদিন পাইলে কপিল আসুছি মাস কার্তিক মাস পূর্ণিমা দিন রাত্রির ঠিক 8 ঘড়ি হইছে যেতিকি বেলে কৃষ্ণ যে সময় জন্ম হইতিলে ঠিক সেই সময় ভাগবত লিখিদেলে কইলে গোপীকে গোবিন্দ গোটি গোবিন্দ খোঁজে দে খোঁজে দে গোবিন্দ আসতে দে খোঁজে দে গোবিন্দ খোঁজে দে খোঁজে দে গোবিন্দ গোপীকে গোবিন্দ গোটিয়ে স্বর্গে দেখন্তি দেবতা জনে গোপীকু জনে কৃষ্ণ জনে গোপীকু জনে কৃষ্ণ 16,000 গোপীকু 16,000 কৃষ্ণ ସିଏ ଥିଲା ପ୍ରଭୁଙ୍କର ରାସ ସେ ରାସ କଲେ କେମିତି ନା ଜଗତରେ କେହି ଦେଖି ନାହାନ୍ତି କେବଳ ସ୍ୱର୍ଗର ଦେବତା ମାନେ ଦେଖୁଛନ୍ତି ଜଣେ ଗୋପୀକୁ ଜଣେ କୃଷ୍ଣ ଜଣେ ଗୋପୀକୁ ଜଣେ କୃଷ୍ଣ କେତେ ବର୍ଷ ହେଲା ପାଲା ଗାଇଲେଣି ଆଜ୍ଞା କିଏ ତମ ସାରେ ଆରେ ଆମର ସାରେ ତମର କଣ ତୁ ଜାଣି ପାରୁନୁ କହ କହ କଣ କହୁଛୁ କହୁନୁ କହ ମାନେ ଆପଣ ମୁଁ ପଚାରି ପ୍ରଶ୍ନ କରିଛି ଆପଣ କେତେ ବର୍ଷ ହେଲା ପାଲା ଗାଇଲେଣି ଆଜ୍ଞା ଯଦି ଶାସ୍ତ୍ର ଜ୍ଞାନ ନଥିବ ଭାଗବତ ଜାତୀୟ ଜ୍ଞାନ ନଥିବ ପୁରାଣ ଶାସ୍ତ୍ର ମାଳିକା ବିଭିନ୍ନ ପ୍ରକାର ବାହାନକୁ ଗାୟକ ମାନେ ଶିଖିଲେ ପାଲା ପରିବେଷଣ କରିପାରିବେ ତମ ସାରେ କହିଲେ ଗୋପୀକେ ଗୋବିନ୍ଦ ଗୋଟିଏ ସ୍ୱର୍ଗ ଦେଖନ୍ତି ଦେବତା କୃଷ୍ଣ କେତେ ଭାଗବତ କଣ ମିଛ କହିଲେ ଜଗନ୍ନାଥ ଦାସ ମିଛ କଥା ଲେଖିଲେ ସେଥିରେ ଲେଖା ହେଇଛି ଗୋପୀକେ ଗୋବିନ୍ଦ ଗୋଟିଏ ସ୍ୱର୍ଗ ଦେଖନ୍ତି ଦେବତା ତୁ କଣ ଦେବତା ହେଇଛୁ ତୁ କଣ ଦେବତା ତୁ ମାନିବୁନି ଗୋଟେ ମାର୍ଗ ଆପଣଙ୍କୁ ବୁଝଉଛି ଆପଣ ଏଇ କଥାଟି କହିଦେବେ ଆମର ଏଥିରେ ଗୋପୀ କେତେ 16,000 ଗୋପପୁରର ଗୋପୀ କେତେ ଥିଲେ ଏ ସମସ୍ତେ ତ ସଂସାର ସାରା ସେଇଆ କହୁଥିଲେ ମୁଁ ସେଇଆ କହିବା କେତେ ଥିଲେ ଆର କଣ ପ୍ରମାଣ ପତ୍ର ଅଛି ଗୋପପୁରରେ ଗୋପୀ ମାନଙ୍କର ସଂଖ୍ୟା ଆଜ୍ଞା 16,000 ଥିଲା କି ନା ଆଉ 16,000 ନଥିଲା କେତେ ଥିଲା ପଦଟିଏ ଛାନ୍ଦ ଗାଇବି ପଦଟିଏ ଛାନ୍ଦ କବି ହଉଛନ୍ତି କୃଷ୍ଣ ପ୍ରସାଦ ବସୁ ବସୁଙ୍କ ଲେଖା ଗୋଟାଏ ପଦ ଇରେ ବୋଲେ କେ ରୂପ ସିଆସି ହରି କର ପାର
বসু কইলে গোপপুরের থিলে লক্ষে গোপী লক্ষে লক্ষে গোপী লক্ষে গোপাল আজ্ঞা কিন্তু ভগবান কৃষ্ণ হ্যাঁ 16,000 গোপীঙ্কি প্রাপ্ত হেলে এই লক্ষে তো থিলে ইয়ে 16,000 কাই পাইলে বাকি 84,000 কাই পাইলেনি আপন সেতি বাট যাইতেনি তা উপরକୁ যাই নাহাନ୍ତି কইলু 16,000 গোপী হ্যাঁ প্রভু কাইকি পাইলে আউ সব কাইকি পাইলেনি হ্যাঁ। এতিকি তো কথা হ্যাঁ। এই যে গোপীরে থিলে লক্ষে আজ্ঞা এই 16,000 দেখিয়া পাই সুন্দরী হ্যাঁ, হ্যাঁ। তাকো সুন্দর তাকো মুখ সুন্দর তাকো চুটি সুন্দর এ মূর্খ আজ্ঞা সারে সে 16,000 গোপী কিয়ে তু শুনিবু চারি জায়গার আথি দিলে 16,000 গোপী চারি জায়গা দেবকন্যা 4,000 চারি বেদকন্যা 4,000 আঠে ঋষি কন্যা 4,000 বার নিত্য কন্যা 4,000 ষোহଳ 16,000 আজ্ঞା। ইয়ে 16,000 গোপী কৃষ্ণଙ୍କୁ পাইলে জনে কৃষ্ণଙ୍କୁ জনে গোপী ভাগবত কহিলে জগন্নাথ দাস বলে গোপীকে গোবিন্দ গোটিয়ে স্বর্গে দেখন্তি দেবতায় স্বর্গর দেবতা মানে দেখুছন্তি ভগবান কৃষ্ণ নিজে 16,000 কৃষ্ণ হইগলে নিজে কৃষ্ণ হইগলে 16,000 আজ্ঞা। গোপী হেলে 16,000 জনে গোপীକୁ জনে কৃষ্ণ জনে গোপীକୁ জনে কৃষ্ণ কোন কହୁଛୁ তার মন মোর সন্দেহ ভাঙ্গুনি আজ্ঞা মো দেহ তো কোন হই যাଉଛି কোন কইবি স্যার মু তো জানি আপন মতে আলোচনা করি কহিলে চারিআড়ে তারে মিশে মুশাকি কহিলে 16,000 গোপী এ আত্মা বুঝি গলা কৃষ্ণ তো জনে এ কেমিতে গোপীকে সাঙ্গেরে জনে জনে হেলে হ্যাঁ মু এইটি ধরিছি হ্যাঁ। মহাপ্রভু কৃষ্ণ জনে নୁହନ୍ତି না এরা বয় বহে জন জনে কৃষ্ণ নୁହନ୍ତି তথাপি কেতে 5 জন কৃষ্ণ পাঁচে 3 জন রাধা তিন জন ମୁଁ ସେ ପଞ୍ଚକୃଷ୍ଣ ତ୍ରୈରାଧା ଭିତରକୁ ଯିବା ପାଇଁ ଚାହେଁ নাই ତଥାପି ଖାଲି ଶୁଣେଇ ଦଉଛି କଣ? ସେ 5 କୃଷ୍ଣ କିଏ କିଏ? ବସୁଦେବ ଗୃହେ ସାକ୍ଷାତ ବସୁଦେବ ଖିଳାତ୍ମନେ ନନ୍ଦ ସୁତ ରାଜ ଧନେ ସୌଦାମିନୀ ଯଥା ତଥା ନାରାୟଣ ଖଳ ଧଞ୍ଚି ପଞ୍ଚକୃଷ୍ଣ ପ୍ରକୃତି ତେଣୁ ଏ ପଞ୍ଚକୃଷ୍ଣ ତ୍ରୈରାଧା ସମ୍ବନ୍ଧରେ ଆଲୋଚନା କରିବାର ଆବଶ୍ୟକତା ନାହିଁ না କୃଷ୍ଣ ଜଣେ জনে স্যার ଗୋପୀ ହେଲେ 16,000 হ্যাঁ ତାହେଲେ ଭାଗବତରେ କେମିତି ଲେଖା ହେଲା ଗୋପୀକେ ଗୋବିନ୍ଦ ଗୋଟିଏ ସ୍ୱର୍ଗେ ଦେଖନ୍ତି ଦେବତା কথা সেইটি মতে দহন করুছি ଭାଗବତ କଣ ମିଛ ଲେଖିଲେ কোন ঠিক ହେଲା ଜଣେ ଗୋପୀକୁ ଜଣେ କୃଷ୍ଣ হ্যাঁ 16,000 ଗୋପୀକୁ 16,000 କୃଷ୍ଣ ଯାହା କେହି ଦେଖି ନାହାନ୍ତି ଭାଗବତ କହିଲେ ସ୍ୱର୍ଗର ଦେବତା ମାନେ ଦେଖୁଥିଲେ ଗୋପୀ ସିନା 16,000 ଥିଲେ କୃଷ୍ଣ କେମିତି 16,000 ହେଲେ এইটা ভাই মতে টিকে বুঝান্তু হ্যাঁ? ମୁଁ କହିଲି ଭାଇ ସେଇଟା ମତେ ବୁଝାନ୍ତୁ ଏଟା କେମିତି ହଉଛି ମୋ ଦେହ ହାତ କଣ ହେଇଯାଉଛି আরে କାଲି ଡାକିଥିଲା ପୁଅ ଆଜି ଡାକିଲା ଭାଇ ଆପଣ ମାନେ ବସିକିରି ଶୁଣୁଛନ୍ତି ଦେଖିବେ ଆଉ 2 ଦିନ ପାଲା ଅଛି। আরে সাহানকু ভাই ସେ ସବୁ ଡାକିବ ଲାଷ୍ଟ ଦିନ ମଉସା ଦିନ ଡାକିବ ମତେ କହିବ ତାର ଭୁଲ ହେଇଗଲା କାଲି ଡାକିଲୁ ପୁଅ ଆଜି ଡାକିଲୁ ଭାଇ କାଲିକି କଣ ଡାକିବୁ ମୁଁ କହିପାରିନି କିନ୍ତୁ ଶେଷ ଦିନ ମଉସା ଡାକିକିରି ଇ ବାଟା ଥୟ নাই পালা ସେତେ କଥା ବୁଝାନ୍ତୁ ନା ଜଣେ ଜଣେ କେମିତି ହେଲେ হ্যাঁ ଏ କୃଷ୍ଣ ନା ଜଣେ হ্যাঁ। ଏ ଗୋପୀଙ୍କ ସାଙ୍ଗରେ କେମିତି ସେଟ୍ ହେଇଗଲେ ସବୁ ଗୋଟିଏ ଆରେ କୃଷ୍ଣ ନିଜକୁ କେମିତି 16,000 କୃଷ୍ଣ କଲେ কেমিতি ଅଛି କେମିତି ଶୁଣିବୁ କୃଷ୍ଣ କିଏ ଆଗେ ଚିନ୍ତା କର ଏ କୃଷ୍ଣ ପୁରା ସିଏ হ্যাঁ ଏ କୃଷ୍ଣ ହଉଛନ୍ତି ନନ୍ଦ ପୁଅ উপনিষদ কইলে কৃষ্ণ কিয়ে ওম পূর্ণমিদং পূর্ণমদ পুণ্যমুদাচ্যতে নায় পুণ্যমাদায় পূর্ণমেব বশিষ্যতে ভগবান কৃষ্ণ হউଛନ୍ତି পূর্ণ ব্রহ্ম ଏ ପୂର୍ଣ୍ଣ ବ୍ରହ୍ମ কৃষ্ণ হউଛନ୍ତି পূর্ণ ব্রহ্ম তেণু গোটাଏ পদ পুଅ শুণ কবি কিয়ে জানিছু କିଏ ସାର୍ ঢেঙ্কানাল জেলার হ্যাঁ। ওড়িশারে 2 জন ভাগবত ভূষণ କିଏ ওড়িশারে 2 জনকু ভাগবত ভূষণ উপাধি মিলিছিলা ଦୁଇ ଜଣ କିଏ জনে হউଛନ୍ତି মোর পরম পূজ্য গুরুদেব গায়ক চিন্ময় ভাগবত ভূষণ স্বর্গত বলভদ্র পণ্ডা মহোদয় ଆଜ୍ଞା কিয়ে আউ জনে আম ঢেঙ্কানাল জেলার পণ্ডিত বিক্রমচরণ পণ্ডা କଣ୍ଡା ଯିଏ କି ସମ୍ପୂର୍ଣ୍ଣ ଭାଗବତକୁ ନିଜ ଶୈଳୀରେ ନିଜ ଭାଷାରେ
ତାକୁ ଅନୁବାଦ କରିଛନ୍ତି ଆଜ୍ଞା ସଂସ୍କୃତ ଭାଗବତ ହଁ। ଜଗନ୍ନାଥ ଦାସଙ୍କ ଲେଖା ନୁହେଁ ନାଇଁ। ସେଇ ବିକ୍ରମଚରଣ ପଣ୍ଡା ଓ ଲେଖି ଦେଇ ନାହାନ୍ତି କଣ? କଣ କହିଲେ କଣ? କହିଲେ ଭଗବାନ କୃଷ୍ଣ ଯଦି ପୂର୍ଣ୍ଣ ବ୍ରହ୍ମ ଇରେ ପୂର୍ଣ୍ଣରୁ ପୂର୍ଣ୍ଣ ନେଲେ କାଢି ବିକ୍ରମଚରଣ ପଣ୍ଡା କହିଲେ ପୂର୍ଣ୍ଣରୁ ପୂର୍ଣ୍ଣ ନେଲେ କାଢି ପୂର୍ଣ୍ଣର ହୋଇ ସଦା ପଡି ପଡି ଗୋଟା ପୂର୍ଣ୍ଣ ଜିନିଷରୁ ଆଉ ଗୋଟା ପୂର୍ଣ୍ଣ ଜିନିଷକୁ ବାହାର କରି ନେଇଯିବେ ଆଜ୍ଞା। ଇଏ ପୂର୍ଣ୍ଣ ସିଏ ବି ପୂର୍ଣ୍ଣ କାରଣ କୃଷ୍ଣ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ ନାରାୟଣ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ ଯଦି ସିଏ ପୂର୍ଣ୍ଣ ବ୍ରହ୍ମ ତାଙ୍କ ଦେହରୁ ଯେତେ ବାହାରିଲେ ସିଏ ପରା ସେଇ ପୂର୍ଣ୍ଣ ବ୍ରହ୍ମ ହିଁ ରହିବେ କଣ କରୁ କଣ ଏପଟ ସେପଟ ଏ ପୂର୍ଣ୍ଣ ସିଏ ପୂର୍ଣ୍ଣ ଇଏ କଣ ମୁଁ ବି ବୁଝି ପାଇ ନାହିଁ ପୂର୍ଣ୍ଣ କଣ ପୂର୍ଣ୍ଣରୁ ପୂର୍ଣ୍ଣ ନେଲେ କାଢି ପୂର୍ଣ୍ଣର ହୋଇ ସଦା ପଡି ମୁଁ ବି ବୁଝି ପାଇଲେ କିଛି କପିଳ ସାରେ ତତେ ଗୋଟେ ସାଧାରଣ ଉଦାହରଣ ଦେବି ହଁ ସାର୍ ଦିଅନ୍ତୁ ଆକାଶରେ ଚନ୍ଦ୍ର ପଡିଛନ୍ତି ହଁ ଆକାଶରେ ଜହ୍ନ ଅଛନ୍ତି ତୁ ଗୋଟେ କାମ କରିବୁ କୁହନ୍ତୁ 1000ଟା ମାଠିଆ ଆଣିବୁ ମାଠିଆ ସେ 1000 ମାଠିଆରେ ଜଳ ପୂର୍ଣ୍ଣ କରିଦେବୁ ଜଳ ପୂର୍ଣ୍ଣ କରିଦେଇ 1000ଟା ଯାକ ମାଠିଆକୁ ଥୋଇଦେବୁ ଆଜ୍ଞା ଅଲଗା ଅଲଗା ଜାଗାରେ ହଁ ରଖିଦେବି ଆଉ ଯାଇକିରି ସେ ମାଠିଆକୁ ଚାହିଁବୁ ହଁ ଆକାଶରେ ଜହ୍ନ ଗୋଟିଏ ଚନ୍ଦ୍ର ଗୋଟିଏ ହଁ କିନ୍ତୁ ତୁ 1000 ମାଠିଆକୁ ଚାହିଁବୁ ହଁ ସେ ଜଳରେ 1000ଟା ତୁ ଚନ୍ଦ୍ର ଦେଖିବୁ ରେ ଖାଲି ସେତିକି ନୁହେଁ ପୂର୍ଣ୍ଣରୁ ପୂର୍ଣ୍ଣ ନେଲେ କାଢି କପିଳ ତତେ କେତେଟା କଥା ଆଜି ପଚାରିବି ମତେ କହିଲୁ କହୁନାହାନ୍ତି 1 ରେ 1 ମିଶିଲେ କେତେ 1 ରେ 1 ମିଶିଲେ 2 1 ରୁ 1 ଗଲେ ଏଇ 2 1 ରୁ 1 ଗଲେ ଶୁଣୁ ଇଏ କଣ ପାଠ ପଢିଛୁ ଇଏ ପାଲେ ପୁଅ ଖାଲି ସେଇ ଯୋଉ କଣ ବରୁଆ ହରିପୁରରୁ ଏ କପଡା ଖଣ୍ଡକ କିଣିଛି ଝାଞ୍ଜ ହଳେ କୋଉଠୁ କିଣିଛି ଇଏ ଖାଲି ଝାଞ୍ଜ ଧରିକି ବଜା ମୁଁ କହିଲି 1 ରୁ 1 କେତେ କଲେ ନା 2 ପୁଅ ତ ଘୋଷିଛି ଆଉ ତା ବାପା ତାକୁ ଘୋଷେଇଛି ଆଉ ସାରେ ଯାହା ପଢେଇ 1 ରେ 1 ମିଶିଲେ 1 ରୁ 1 ଗଲେ ଭୁଲ କଣ ଭୁଲ 1 ରେ 1 ମିଶିଲେ 1 1 ରୁ 1 ଗଲେ ବି 1 ଏମିତି କେମିତି ହେଇଯାଉଛି କେମିତି ହଉଛି ଶୁଣୁନୁ କହିଲେ ରହ ଆଜ୍ଞା କପିଳ ଆଜ୍ଞା ତୋ ସ୍ତ୍ରୀ ହଉଛି ଜଣେ ହଁ ତୁ ହଉଛୁ ପୁରୁଷ ଜଣେ ହଁ ଯଦି ପ୍ରକୃତି ପୁରୁଷର ମିଳନ ହେଲା ହଁ ପୁରୁଷ ସହିତ ନାରୀର ମିଳନ ହେଲା ହଁ ସେଥିରୁ ସୃଷ୍ଟି ହେଲା ଗୋଟାଏ ସନ୍ତାନ ସନ୍ତାନ 1 ରେ 1 ମିଶିଲା ହଁ 1 ବାହାରିଲା ଆଜ୍ଞା 1 ରୁ 1 ଗଲେ ରହିଲା 1 ତୋ ସ୍ତ୍ରୀ ହଉଛି ଜଣେ ସିଏ ଗୋଟିଏ ପିଲାକୁ ଜନ୍ମ ଦେଲା ହଁ ସିଏ ସେଇ 1 ହିଁ ରହିଲା ନା 2 ଖଣ୍ଡ ହେଇଗଲା ନାଇଁ 1 ହେଇ ରହିଲେ ଯେମିତି ଜଣେ ନାରୀ ଗୋଟିଏ ପିଲାକୁ ପ୍ରସବ କରିବା ପରେ ସିଏ ସେମିତି ପୂର୍ଣ୍ଣ ହେଇକି ରହିଲା ହଁ ଇଏ ଠିକ ସେଇ କଥା ଆଜ୍ଞା ଖାଲି ସେତିକି ନୁହେଁ ଆଉ? ସମୁଦ୍ର କୂଳକୁ ଯାଇଛୁ ହଁ ହଁ ଇଏ ତ ବର୍ଷା ଦିନ ହଁ ପୁଅ ଯେତେବେଳେ ଖରା ଦିନିଆ ପାଲା ହଉଥିବ ଆଜ୍ଞା ମଇ ମାସ ହେଇଥିବ ହଁ ମଇ ମାସରେ ଯିବୁ ସମୁଦ୍ର କୂଳରେ ଛିଡା ହବୁ ହଁ ଆଚ୍ଛା ଖରା ଯେତେବେଳେ ହୁଏ ହଁ ଖରା ଦିନେ ହଁ ସବୁ ପାଣି ଗୁଡାକ ବାଷ୍ପୀଭୂତ ହେଇକି ଆକାଶକୁ ଉଠି ଯାଆନ୍ତି ହଁ ଯେତେ ଗଡିଆ ପୋଖରୀ ଥିବ ହଁ ସବୁ ଶୁଖି ଯାଆନ୍ତି ଶୁଖିଯିବ ଯେତେ ବାମ୍ଫି କୂଅ ଥିବ ହଁ ସବୁ ଶୁଖି ଯାଆନ୍ତି ହଁ ସମୁଦ୍ର ଶୁଖୁଥିବ ନା ନାଇଁ ହଁ ପାଣି ତ ଶୁଖିବ ନା ଆଜ୍ଞା ସୂର୍ଯ୍ୟଙ୍କ କିରଣ ଉତ୍ତପ୍ତ କିରଣ ଯେତେବେଳେ ପଡିବ ଆଜ୍ଞା ପାଣିଟା ବାଷ୍ପୀଭୂତ ହେଇକି ଆକାଶକୁ ଉଠିଯିବ ଶୁଖିବ ହଁ ତାହେଲେ ସମୁଦ୍ର ତ ଶୁଖୁଥିବ ହଁ ଯଦି ଗଡିଆ ପୋଖରୀ ନଦୀ ନାଳ ଶୁଖିଲା ହଁ ତାହେଲେ ସମୁଦ୍ର ଶୁଖୁଥିବ ଆଜ୍ଞା ଏ ବର୍ଷ ମଇ ମାସରେ ହଁ ଯିବୁ ସମୁଦ୍ର କୂଳରେ ଚିହ୍ନ ଦେଇକିରି ଆସିବୁ ଚିହ୍ନ ଚିହ୍ନ ଯେ ମେ ମାସ ବେଳକୁ ଆଜ୍ଞା ସମୁଦ୍ର ଶୁଖି ଶୁଖି ଏତିକିରେ ରହିଛି ଆଜ୍ଞା ତାପରେ ଆସିବ ବର୍ଷା ଦିନ ଆସିଯିବ ଯେତେବେଳେ ପ୍ରବଳ ବର୍ଷା ହବ ପ୍ରବଳ ବର୍ଷା ହଁ ଭାଗବତ ଲେଖିଲେ କଣ? କହିଲେ ଦେଖ ଏ ଯେତେ ନଦ ନଦୀ ପ୍ରବାହେ ନାମ ଗୁଣ ପାଛୋରତି ବର୍ଷା ଦିନେ ଯେତେ ନଦୀ ନାଳ ଥିବେ ଆଜ୍ଞା ବର୍ଷା ଜଳରେ ସବୁ ପୂର୍ଣ୍ଣ ଗର୍ଭା ହେଇଯିବେ ହେବେ ନଦୀ ବଢି ହବ ହଁ ଆଜି ଇଏ କହୁଥିଲେ କହିଲେ ଆମ ଆଡେ ଆଉ କଣ ନଦୀ ବଢି ହବନି ମୁଁ କହିଲି କିରେ କୁଆଡେ ନଦୀ ବଢି ହବ ଆଉ ବ୍ରାହ୍ମଣୀରେ ପାଣି ଅଛି ମହାନଦୀରେ ପାଣି ଅଛି
ଏ ପୁଅ ଆଜ୍ଞା। କାହିଁକି କିରେ ଯେତେ ସବୁ କେନାଲ ହେଇଗଲା ଆମ ବ୍ରାହ୍ମଣୀ ନଦୀ କଥା କହୁଛି ଆଜିକି 5 ବର୍ଷ ସାର ହବ 5 ବର୍ଷ ହେଲା ନଦୀ ବଢି କଣ ଆମେ ଜାଣିନୁ ଆଜ୍ଞା କାହିଁକି ନା ଯୋଉ କେନାଲ ହେଇଯାଇଛି ହଁ। ଏବେ ବର୍ଷା ଦିନେ ଯାଆନ୍ତୁ କେନାଲରେ ଯେତିକି ପାଣି ନଦୀରେ ସେତିକି ପାଣି ନଥିବ ଠିକ କଥା କେନାଲରେ ଯେତିକି ପାଣି ନଦୀରେ ସେତିକି ପାଣି ନାହିଁ ହଁ କିନ୍ତୁ ହଁ ଯେତେବେଳେ କେନାଲ ହେଇନଥିଲା ଆଜ୍ଞା ସାରା ପୃଥିବୀର ଯେତେ ନଦୀ ନାଳ ଆଜ୍ଞା ବର୍ଷା ଦିନେ ପୂର୍ଣ୍ଣ ଗର୍ଭା ହେଇଯାଆନ୍ତି ବାহ ମାନେ ଗର୍ଭପୂର୍ଣ୍ଣ ହେଇଯା ହଁ। ସବୁ ବୋଏ ଉଛୁଳି ପଡନ୍ତି ହଁ, ହଁ। ଆଉ ସମସ୍ତେ ତଳକୁ ଧାଆନ୍ତି କୁଆଡେ ଯିବେ କୁଆଡେ? ଦେଖ ଏ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଧି ସେ ହଜାର ହଜାର ନଦୀ ଆଜ୍ଞା। ସମସ୍ତେ ଯାଇ ବର୍ଷା ଦିନେ ସମୁଦ୍ରରେ ମିଶିବେ ସମୁଦ୍ରରେ ଯେତେବେଳେ ମିଶିବେ ହଁ। ଆଚ୍ଛା ଖରା ଦିନେ ତୁ ମେ ମାସରେ ଚିହ୍ନ ଦେଇକିରି ଆସିଥିଲୁ ଆଜ୍ଞା ଖରା ବାଷ୍ପୀଭୂତ ହେଇକିରି ସମୁଦ୍ର ଶୁଖି ଶୁଖିକା ଏତିକିରେ ରହିଛି ଆଜ୍ଞା ଯେତେବେଳେ ବର୍ଷା ଦିନେ ହଜାର ହଜାର ନଦୀର ପାଣି ସମୁଦ୍ରରେ ମିଶିବ ସମୁଦ୍ର ପାଣି ନିଶ୍ଚିତ ବଢିବ ନିଶ୍ଚିତ ବଢିବ ନା ସମୁଦ୍ର କେବେ ବଢିବ ନାହିଁ ପଢିବନି ଖରା ଦିନେ ଯେତିକି ବର୍ଷା ଦିନେ ପୁଅ ସେତିକି ଏ ଭଗବାନ। କାହିଁକି କାହିଁକି? ପୁନରୁ ପୁନଃ ନେଲେ କାଢି ସଦା ପଡି ପୁନରାଏ ସଦା ପଡି ପୁନରାଏ ସଦା ପଡି ଆଉ ଗୋଟିଏ ଉଦାହରଣ ଆଚ୍ଛା କପିଳ ଆରେ ହଁ ଏକ ବିଶେଷ ଘୋଷଣା ଏ ଭାଇ ପାଲା ଦେଖିବାକୁ ଆସିଥିଲେ ତାଙ୍କର ମନି ପର୍ସଟି କେଉଁଠି ହଜିଯାଇଛି ଯଦି କୌଣସି ସହୃଦୟ ବ୍ୟକ୍ତି ମନି ପର୍ସଟି ପାଇଛନ୍ତି ସେ ବହୁତ କାକୁତି ମିନତି ହେଉଛନ୍ତି ଦୟାକରି ତାଙ୍କୁ